ଦେଖନ୍ତୁ ହୋଟେଲ ଗରମା ଗରମରେ ଇଲିଶି ଏବେ ଲୁଣ ହଳଦୀ ମରା ହେଇଗଲା, କଞ୍ଚା ବାମ୍ଫା ହେବ। ଏଇଟା ଆପଣଙ୍କର ଦେଖନ୍ତୁ ଚିଙ୍ଗୁଡ଼ି ଅଛି, ଆଜି ମିଳିଲାନି, ବହୁତ କମ୍ ମିଳୁଛି। ଏଇଟା ମହୁରାଳି ଲୁଣ ହଳଦୀ ମରା ହେଇଗଲା, ଏବେ ପତୁଆ ହେବ। ଦେଖନ୍ତୁ ମହୁରାଳି କେଳା ହେଇକି ଆସିଲା, ଏବେ ପତୁଆ ପାଇଁ ରେଡ଼ି ହେଇଗଲା। ବର୍ତ୍ତମାନ ଭେଟି ପତ୍ରପୋଡ଼ା ହେବ। ଏଇଟା ଆପଣ ଖଇଙ୍ଗା, ଏଠିକାର ଆଞ୍ଜି କହୁଛନ୍ତି, ଟିକେ ବାହାରକୁ ପଳେଇଲା ବେଳକୁ ସେଇଟା ହେଉଛି ଖଇଙ୍ଗା କୁହାହେଉଛି। ଦେଖନ୍ତୁ ଦେଖନ୍ତୁ କେଉଁ ଟାଇପ୍ର ଖାଲି। ଏଇଟା ଆପଣଙ୍କର ଦେଶୀ ଭାକୁଡ଼ ଲୁଣ ହଳଦୀ ମରା ହେଇଗଲା, ଯେଉଁ ଭାକୁଡ଼ ଝାଲ ଷ୍ଟିମ୍ ବାଲା ହୁଏ। ଦେଖନ୍ତୁ ସେଇ ଭାକୁଡ଼ ପୁଣି ଏଠି ରହିଲା, ଏଇଟା ଭଜା ଯିବ ବର୍ତ୍ତମାନ ମସଲା ପାଇଁ। ଦେଖନ୍ତୁ ଖାଲି ଧୁଆ ହେଇକି ଆସିଛି। ଦେଖନ୍ତୁ ହୋଟେଲ ଗରମା ଗରମର ପାମ୍ପଲେଟ୍, ଏସବୁ ମସଲା ହେବ। ପତ୍ରପୋଡ଼ା ପାଇଁ ସେପଟେ ଧୁଆ ହେଉଛି, ସେଗୁଡ଼ା କଞ୍ଚା ହେବ। ଏଗୁଡ଼ା ହେଉଛି ପାମ୍ପଲେଟ୍ ମସଲା ପାଇଁ। ସାଇଜ୍ ଗୁଡ଼ା ଦେଖନ୍ତୁ, ଏଗୁଡ଼ା 200 ଗ୍ରାମ ସାଇଜ୍, ଇଏ ଆପଣଙ୍କର ସେଇ 350-400 ଗ୍ରାମ ସାଇଜ୍। ନଦୀ ଭାକୁଡ଼ ଦେଖନ୍ତୁ ମସଲା ହେବ। ଏଇଟା ଆପଣଙ୍କର ଭେଟି ମସଲା ହେବ। ଦେଖନ୍ତୁ ଏବେ ଭଜା ହେଇକି ବାହାରିଲା। ଦେଖନ୍ତୁ ଦେଖନ୍ତୁ ଆଜ୍ଞା, ହୋଟେଲ ଗରମା ଗରମର ମୁଢ଼ି ଘାଣ୍ଟ, ମାଛ ମୁଣ୍ଡ, ଡାଲି, ଆଳୁ, ଚିଙ୍ଗୁଡ଼ି। ଦେଖନ୍ତୁ ଚିଙ୍ଗୁଡ଼ି ପଡ଼ିଛି। ଦେଖନ୍ତୁ ମାନେ ଖାଲି ଲୁକିଂଟା ଦେଖନ୍ତୁ କେଉଁ ଟାଇପ୍ର ଦେଖାହେଉଛି, ଖାଲି ଦେଖନ୍ତୁ ଟିକେ। ଦେଖନ୍ତୁ ଏଟା ହେଲା ମୁଢ଼ି ଘାଣ୍ଟ। ଦେଖନ୍ତୁ ଏଇଟା ତ ବହୁତ ଅଧିକ ହୁଏ, ଆଜି ଶନିବାର ପାଇଁ ଟିକେ କମ୍ ହେଇଛି। ଦେଖନ୍ତୁ ଖାଲି ଲୁକିଂଟା ଦେଖନ୍ତୁ। ଦେଖନ୍ତୁ ଛତୁଟା ବାବା ଆଣନା, କୁଟା ଛତୁଟା ଆଣନା, ଯେଉଁଟା ଛତୁ ପତ୍ରପୋଡ଼ା ହେବ ଟିକେ ଆଣ। ଏଠି ମୋ ପାଖକୁ ଆଣ। ଦେଖନ୍ତୁ ବର୍ତ୍ତମାନ କୁଟା ଛତୁ କଟିଂ ହେଇକି ଧୁଆ ହେଇକି ଚୋପଡ଼ା ହେଇକି ଆସିଲା। ଏଇଟା ଆମର ପତ୍ରପୋଡ଼ା ହେବ, କଞ୍ଚା ହେବ ନା, ତେଣୁକରି ଧୁଆ ହେଇକି କଟା ହେଲା ପରେ ଧୁଆ ଗଲା।